ଧନରେ ତୁ ଏତେ ଡରୁଛୁ କାହିଁକି? ତୁ ଯେତେବେଳେ ମୋ ଗର୍ଭରେ ଥିଲୁ ପ୍ରତ୍ୟେକ ଧଡ଼କନରେ ମୁଁ ତତେ ରକ୍ଷା କରୁଥିଲି। ତୁ ଡରୁଥିଲୁ, ମୁଁ ତତେ ଆଲିଙ୍ଗନରେ ଶାନ୍ତ କରୁଥିଲି। ଜନ୍ମ ପରେ ପ୍ରତ୍ୟେକ ରାତିର ଭୟ ମୋ ଛାତିରେ ଶେଷ ହୋଇଯାଉଥିଲା। ଆଜି ଏଇ ଅଜଣା ପାଣିକୁ ଡରୁଛୁ? ଡର ନାରେ ମୋ ଧନ, ମୁଁ ପରା ଅଛି। ଏଇ କୂଳ ତୋର ସମସ୍ତ ଭୟର ଶେଷ ସୀମା। ଆଖି ବୁଜିଦେ, ମୋତେ ଜୋର କରି ଧର, ଏମିତି ଧର ଯେମିତି ସମୟ ବି ଆମକୁ ଅଲଗା କରିପାରିବ ନାହିଁ। ଶୁଣରେ ଧନ, ମୁଁ ନ କହିଲେ ତୁ କେବେ ଛାଡ଼ିବୁନି, କାରଣ ମୁଁ ଅଛି, ସବୁବେଳେ ତୋ ସହିତ ଅଛି। ହଁ ଦର୍ଶକ ବନ୍ଧୁ, ସେ ଛୋଟ ହାତ ମାର ଛାତିକୁ ଜାବୁଡ଼ି ଧରିଥିଲା। ସେ ଆଖି ବୁଜିଦେଲା, ସେ ଡରିଲା ନାହିଁ, କାରଣ ସେ ବିଶ୍ୱାସ କରୁଥିଲା ମା ଅଛନ୍ତି। କିନ୍ତୁ ପ୍ରକୃତର ତାଣ୍ଡବ ସେ ଭଲ ପାଇବାକୁ ପରୀକ୍ଷା କଲା। ପାଣି ବଢ଼ିଲା, ଶ୍ୱାସ ଧୀରେ ଧୀରେ ଶେଷ ହେଲା, ତଥାପି ମାର ହାତ ଢିଲା ପଡ଼ିଲା ନାହିଁ। ମୃତ୍ୟୁ ଆସିଗଲା, ଜୀବନ ଶେଷ ହୋଇଗଲା, କିନ୍ତୁ ଗୋଟିଏ ଜିନିଷ ଶେଷ ହେଲା ନାହିଁ, ମାର ମମତା। ମୃତ୍ୟୁ ପରେ ବି ସେ ନିଜ ପିଲାକୁ ଛାଡ଼ିଲେ ନାହିଁ। ପାଣିର ତଳେ ଦୁଇଟି ଶରୀର ଶାନ୍ତ ଥିଲା, କିନ୍ତୁ ସେ ଆଲିଙ୍ଗନ ଆଜି ବି କହୁଛି ମା କେବେ ଛାଡ଼ନ୍ତି ନାହିଁ। ହଁ ଦର୍ଶକ ବନ୍ଧୁ, ଏଭଳି ହୃଦୟ ବିଦାରକ ଘଟଣା ଘଟିଯାଇଛି ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ। ଶାନ୍ତ ପାଣି, ସୁନ୍ଦର ପରିବେଶ, ବର୍ଗୀ ଡ୍ୟାମରେ ଛାତିରେ ଚାଲିଥିଲା ଏକ ଖୁସିର ଯାତ୍ରା। ହସ, ମଜା, ଫଟୋ, ସ୍ମୃତି। କିନ୍ତୁ କିଏ ଜାଣିଥିଲା ଏ ଖୁସିର ମୁହୂର୍ତ୍ତ କିଛି ମିନିଟରେ ପରିଣତ ହେବ ଜୀବନର ସବୁଠାରୁ ଭୟଙ୍କର ଦୃଶ୍ୟ। ହଠାତ୍ ପବନର ବେଗ ବଢ଼ିଗଲା, ଆକାଶ ଅନ୍ଧାରିଆ ହେଲା, ପାଣି ତୁଫାନ ଭଳି ଉଠିଲା, କୃଷ୍ଟି କମ୍ପି ଉଠିଲା। ଲୋକମାନଙ୍କର ହସ ମୁହୂର୍ତ୍ତରେ ପରିବର୍ତ୍ତନ ହେଲା ଚିତ୍କାରରେ। ବଞ୍ଚାଅ ବଞ୍ଚାଅ ଧ୍ୱନିରେ ଭରିଗଲା ସମସ୍ତ ପରିବେଶ। ସେହି ଭୟଙ୍କର ମୁହୂର୍ତ୍ତରେ ସମସ୍ତେ ନିଜ ଜୀବନ ପାଇଁ ଲଢ଼ୁଥିଲେ, କିନ୍ତୁ ସେଠାରେ ଥିଲେ ଜଣେ ମା। ସେ ନିଜ ପାଇଁ ନୁହେଁ, ନିଜ ଶିଶୁ ପାଇଁ ଲଢ଼ୁଥିଲେ। ନିଜର 3 ବର୍ଷର କୁନି ପୁଅକୁ ସେ ନିଜ ଲାଇଫ୍ ଜ୍ୟାକେଟରେ ବାନ୍ଧିଲେ ଏବଂ ତାଙ୍କୁ ଛାତିରେ ଏମିତି ଚିପି ଧରିଥିଲେ ଯେମିତି ସେ କହୁଛନ୍ତି, ମୁଁ ଅଛି, ଭୟ କରନି। ପାଣି ବଢ଼ୁଥିଲା, ଶକ୍ତି କମି ଯାଉଥିଲା, କିନ୍ତୁ ମାର ହାତ ଢିଲା ପଡ଼ିଲା ନାହିଁ। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ନିଜ ପୁଅକୁ ଛାଡ଼ି ନଥିଲେ, କିନ୍ତୁ ପ୍ରକୃତିର ସେ ତାଣ୍ଡବ ଆଗରେ ଦୁହେଁ ହାରିଗଲେ। ଯେତେବେଳେ ଉଦ୍ଧାର ଦଳ ଶବଗୁଡ଼ିକୁ ବାହାର କରୁଥିଲେ, ସେତେବେଳେ ଦେଖିଲେ ଏକ ଦୃଶ୍ୟ ଯାହା ଦେଖିଲେ ହୃଦୟ ଭାଙ୍ଗିଯିବ। ମା ନିଜ ପୁଅକୁ ଛାତିରେ ଜାବୁଡ଼ି ଧରିଥିଲେ। ମୃତ୍ୟୁ ପରେ ମଧ୍ୟ ସେ ତାଙ୍କୁ ଛାଡ଼ି ନଥିଲେ। ଏହା କେବଳ ଏକ ଦୁର୍ଘଟଣା ନୁହେଁ, ଏହା ହେଉଛି ମାର ଭଲ ପାଇବାର ସବୁଠାରୁ ବଡ଼ ପରିଭାଷା। ଯେଉଁଠାରେ ଜୀବନ ହାରିଯାଏ, କିନ୍ତୁ ମମତା କେବେ ବି ହାରେନି। ଆଜି ମଧ୍ୟ ସେ ଡ୍ୟାମର ପାଣି ସେ କାହାଣୀ କହୁଛି ଏକ ମାର, ଏକ ଶିଶୁର ଏବଂ ସେଇ ଅମର ଭଲ ପାଇବାର। ହଁ ଦର୍ଶକ ବନ୍ଧୁ, ଯଦି ଆପଣ ମଧ୍ୟ ମାର ଭଲ ପାଇବାକୁ ସମ୍ମାନ କରନ୍ତି, ଏହି ଭିଡ଼ିଓକୁ ଲାଇକ୍, ସେୟାର କରିବା ସହିତ କମେଣ୍ଟରେ ମା ଲେଖିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। କୁମାର ଗୌରବଙ୍କ ରିପୋର୍ଟ, 3KYT ନ୍ୟୁଜ୍।